मो लाइफ ऑलमोस्ट 8 इयर्स मु कोरापुट रे स्पेंड करछि एंड दैट प्लेस इज ब्यूटीफुल। किंतु लोकमान को मन रे कोरापुट को नहीं कि गोटे मिक्स्ड फीलिंग्स थाए। मे बी आपण को मन रे भी थिबो। किंतु बहुत दिन हला मु कोरापुट जाई नथली और मु प्लान करथली कोरापुट जाई कि तारो स्टोरी आपण को सुनेबा को। एंड सडनली आई गॉट ए कॉल। प्रयाग बहुत दिन पर तुम सहित कथा होची कोरापुट 5 वर्ष भितर बहुत किछि माने परिवर्तन रे गति करछि। जेहेतु मु तुमको माने इनवाइट करछि तुम आस एठिकार जो आदिवासी माने जे मौलिक माने से निजर मौलिक परंपराटा को बजाय रखछन्ती और से चाहूँ कि माने परिवर्तन सहित जो आधुनिक परिवर्तन वगैरह होची से परिवर्तन सहित से ताल दी चलिए आर से कहानीटा को तुम कैनवास रे तुम माने कैप्चर कर। मु तुमको से कहूँ माने तुम आस कोरापुट को माने भल भाव देख एवं दुनिया को देखाओ जे कोरापुट माने कौन। बस तापरे मु जाई पहुंची गली कोरापुट रे एलोंग विथ माई उड़ुथिबा को होस्ट सुश्री। छुप रहा है मिल रहे हैं दो जहां जन्नतों की दिख रही परछाइयां बर्फ सी तेरी गोद में खिल रही है जिंदगी बुझ रही है जैसे ये तूफान है। कोरापुट लोक कोरापुट को डरुले आम जो पिला थिलु कोरापुट को लोक डरुले कौन पर डरुले ये गमनागमन सुविधा नाला गाड़ी घोड़ा सुविधा नाला भल मेडिकल नाला कि कौन सी जिनस ना वर्षा 4 मास कंटिन्यू वर्षा मारूला माने 4 दिन 5 दिन पर्यंत गाई गुहाल गाई मेला हेना एत परिमाण में वर्षा होता थंडा भी सेमती होता आउ खरा मास तो ये लोक जान नो खरा मास कौन किंतु समय बदलिकी बर्तमान आमर ओडिशार एबे काश्मीर को जमी भारतर स्वर्ग बोली कहते कोरापुट सेमती ओडिशार स्वर्ग होती क्लाइमेट भल आउ सबू भल
ଟାଉନରେ ସମସ୍ତଙ୍କୁ କଂକ୍ରିଟ ଘରେ ରହିବାକୁ ଇଚ୍ଛା, ଘର ମୁହଁରେ ପିଚୁ ରାସ୍ତା ଦରକାର, 3 ମହଲା ଘରେ ଲୋଡ଼ା, କିନ୍ତୁ ଗଛ ଗୋଟେ ଲଗାଇବା ପାଇଁ କାହାକୁ ଇଚ୍ଛା ନାହିଁ। ଆଜ୍ଞା କି ଗଛ ନଥିଲେ ମଣିଷ ବଞ୍ଚିପାରିବ ନାହିଁ, ସେ କଥା ସମସ୍ତଙ୍କୁ ଜଣା, କିନ୍ତୁ ଜାଣିକିରି ମଧ୍ୟ ସମସ୍ତେ ମୂର୍ଖ ଭଳିଆ କାମ କରୁଛନ୍ତି। ଆଜ୍ଞା ହଁ, ତେଣୁକରି କୋରାପୁଟ ବର୍ତ୍ତମାନ 20 ବର୍ଷ ତଳେ ଲୋକକୁ ଯିଏ ଆମର ଏଠି ତ ପାଠ ପଢ଼ିଲା ଲୋକ କିଏ ନଥିଲେ, ଭୁବନେଶ୍ୱର, ପୁରୀ, ବାଲେଶ୍ୱର, ସିଆଡ଼େ କୋଷ୍ଟାଲ ବେଲ୍ଟର ଲୋକଙ୍କୁ ଏଠି ଚାକିରି ବାକିରି କରିବା ପାଇଁ ଯେଉଁ ଆସୁଥିଲେ, ଆଜ୍ଞା ଯଦି କିଏ ଗୋଟେ କିଛି ଭୁଲ ଭଟକା କଲେ ତାକୁ ଏଠିକୁ ଟ୍ରାନ୍ସଫର କରୁଥିଲେ। ହେଲେ ଲୋକ କୋରାପୁଟରେ ଚାକିରି କରୁଛି ବୋଲି ସେ ପନିସମେଣ୍ଟ ଟ୍ରାନ୍ସଫର ହେଇକିରି ଆସୁଥିଲା, ନହେଲେ ପନିସମେଣ୍ଟଲି ଏଠି ଆସିକିରି ପୋଷ୍ଟିଂ ହେଉଥିଲା ବୋଲିକିରି ଲୋକଙ୍କର ଗୋଟେ ଭାବନା ଥିଲା। କିନ୍ତୁ ବର୍ତ୍ତମାନ ମାନେ ତାର ଓଲଟା ହେଇଯାଇଛି, ଲୋକ କୋରାପୁଟରେ ଚାକିରି କରିବା ପାଇଁ ବହୁତ ଆଗ୍ରହୀ। କ'ଣ ପାଇଁ? ଏଠିର କ୍ଲାଇମେଟ୍ ଭଲ, ଆଜ୍ଞା ଆଉ ଲୋକ ବି ଖରାପ ନୁହନ୍ତି, ବହୁତ ଭଲ। ସବୁ ଦୃଷ୍ଟିରୁ ଏଠି ଲୋକ ମାନେ 20 ବର୍ଷ ତଳେ ଯାହା ଥିଲା ଏବେ ତାର ଓଲଟା ହେଇଯାଇଛି, ଭଲ ହେଇଛି। ପ୍ରୟାଗ ତ acquainted ଥିଲା, but Koraput was new for me. I am a new visitor. Before we started our journey, ବହୁତ ଜଣ ବହୁତ କଥା କହିଥିଲେ। ଆପଣମାନେ ବି ଯେଉଁଟା କେବେ ନା କେବେ ଶୁଣି ହେଇଥିବେ କି ଭିଜିଟର୍ସଙ୍କ ପାଇଁ କୋରାପୁଟଟା ଟିକେ ଡେଞ୍ଜରସ୍ ଜାଗାଟା, ବଟ୍ ଯାହା ଶୁଣିଥିଲି ଆଇ ୱିଟନେସ୍ଡ ଜଷ୍ଟ ଦ ଅପୋଜିଟ୍। କେବେ ବି କାହା କଥା ଶୁଣିକି କନକ୍ଲୁଜନରେ ପହଞ୍ଚିଯିବା ଠିକ୍ ନୁହେଁ, ଯେପର୍ଯ୍ୟନ୍ତ ଆପଣ ନିଜେ ସେଭଳିଆ କିଛି ଜିନିଷ ଏକ୍ସପିରିଏନ୍ସ ନ କରିଛନ୍ତି। କୋରାପୁଟିଆ ଆଦିବାସୀଙ୍କର ଆଉ ଗୋଟେ ମାନେ ରୋଚକ ତଥ୍ୟ, ଯେଉଁଟା ବାହାର ଲୋକ ଏବେ ପର୍ଯ୍ୟନ୍ତ ଏତେ କିଛି ଏ ବିଷୟରେ ଜାଣିନାହାନ୍ତି। କ'ଣ ନା ଏଠି ରୋଷେଇ କରାହେଉଛି ଗୋଟେ ବାଉଁଶ ଗଛ ତଳେ। ଏଠି ବେସିକାଲି ଆକୁ କୁହନ୍ତି ଗଣ୍ଡି। ଗଣ୍ଡି କ'ଣ? ଯେଉଁମାନେ ଗାଈ ଚରାନ୍ତି, ଗାଁର ଯେଉଁମାନେ କିଛି କାମ କରିପାରନ୍ତିନି ସେମାନେ ଗାଈ ଚରାନ୍ତି। ତ ସେ ଗାଈ ଚରାଇବା ଲୋକଙ୍କୁ ବାର୍ଷିକ ପ୍ରତି ଯାହାର ଯାହାର ଗାଈ ଅଛି, ଯାହା ଘରେ ଗୁହାଳ ଅଛି କିମ୍ବା ଗାଈ ଅଛି, ତେଣୁ ବାର୍ଷିକ 500ରୁ 700 ଟଙ୍କା ଦିଅନ୍ତି। କିନ୍ତୁ ପ୍ରତିଦିନ ଯେଉଁ ଯାହାର ଯାହାର ଘରେ ଗାଈ ଅଛି ସେମାନଙ୍କର ଗାଈ ଖୋଲିକି ନେଲା ବେଳକୁ, ଚରାଇବାକୁ ନେଲା ବେଳକୁ ସମସ୍ତେ ମୁଠେ ମୁଠେ ଚାଉଳ ଦିଅନ୍ତି ସମସ୍ତଙ୍କ ଘରୁ, ଟିକିଏ 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 ସଂଗ୍ରହ କରିକି ଯେଉଁଠି ଗାଈ ଚରାଳିମାନେ ଯେଉଁଠି ଜମା ହୁଅନ୍ତି ସେଠି ରୋଷେଇ କରି ଖାଆନ୍ତି। ତାକୁ କୁହନ୍ତି ଗଣ୍ଡି। ଏଠି ଗଣ୍ଡି ରନ୍ଧା ଚାଲିଛି। ପୁଣି ଆଜି ଭାଗ୍ୟବଶତଃ ବର୍ଷା ସିଜନ୍ ବୋଲିକି ଗୋଟେ ଛତୁ ଟିକେ ମିଳିଯାଇଛି ବୋଲି ଗୋଟେ ଏକ୍ସଟ୍ରା ତରକାରୀ। ତ ଏଇଠିକି ଆସିଲା ପରେ ମୋତେ ଗୋଟେ ଜିନିଷ ବୁଝା ପଡ଼ିଲା, ଯେଉଁଟାକି ବହୁତ ସିଗ୍ନିଫିକାଣ୍ଟ ଜିନିଷ। ସେଇଟା ହେଉଛି ଏଇଠି ଲୋକମାନେ ଯେତେ ଷ୍ଟ୍ରଗଲ୍ କରୁଛନ୍ତି, ଯେତେ କଷ୍ଟ କରୁଛନ୍ତି, ଷ୍ଟିଲ୍ ସେମାନେ ବହୁତ ହି ଖୁସି ଅଛନ୍ତି। ଆଉ ଗୋଟେ ପଜିଟିଭିଟି ସହିତ, ଆଉ ଗୋଟେ ହୋପ୍ ସହିତ ସେମାନେ ସବୁବେଳେ ହସି ହସିକି ତାଙ୍କ ଜୀବନ ବିତାଉଛନ୍ତି। ଏଇଟା ହିଁ ହେଉଛି ଲାଇଫ୍। ଆଉ ଗୋଟେ ଭଲ ଲାଇଫ୍ ମାନେ ଏଇଟା ନାହିଁ ଯେ ଲାଇଫ୍ରେ ପ୍ରୋବ୍ଲେମ୍ ନଥିବ। ଗୋଟେ ଭଲ ଲାଇଫ୍ ମାନେ ଏଇଟା ଯେ ଆପଣ କେମିତି ସେଇ ପ୍ରୋବ୍ଲେମ୍ ଗୁଡ଼ାକୁ ଟ୍ୟାକଲ୍ କରିବେ। ଦେର୍ ଇଜ୍ ଏ ପ୍ରୋବ୍ଲେମ୍ ଇନ୍ ଏଭ୍ରି ୱାନ୍ସ ଲାଇଫ୍, ବଟ୍ କେମିତି ଆପଣ ତାକୁ ଟ୍ୟାକଲ୍ କରୁଛନ୍ତି ଆଉ କେମିତି ତା ସହିତ ନିଜ ସମୟକୁ ଅତିବାହିତ କରୁଛନ୍ତି ସେଇଟା ଆପଣଙ୍କ ଉପରେ ଡିପେଣ୍ଡ କରୁଛି। ଯଦି ଗୋଟେ ଜିନିଷ ଆମକୁ ଭଲ ଲାଗେ ତାର ମାନେ ନୁହେଁ ଯେ ସେହି ଜିନିଷ ସମସ୍ତଙ୍କୁ ଭଲ ଲାଗିବ। ତେଣୁ ଆଉ ଆମେ କିଛି ଲୋକଙ୍କ ସହିତ ମିଶିଥିଲୁ ଆଉ ତାଙ୍କୁ ପଚାରିଥିଲୁ ଯେ ତାଙ୍କୁ କୋରାପୁଟ କେମିତି ଲାଗେ। ତ ଚାଲନ୍ତୁ ଶୁଣିବା ସେମାନେ କ'ଣ କହିଲେ। Sir, if you want to explain Koraput in one line, so what is it? Koraput, the jewel of the Ghats. ମୋ ଜୀବନ ହେଉଛି କୋରାପୁଟ ହାର୍ଟ। So how was Koraput? It was very calming, fresh air, beautiful, a sort of paradise. Beautiful. If ଆମ ଷ୍ଟେଟ୍ରେ କୋରାପୁଟ ଭଳିଆ ଗୋଟେ ସୁନ୍ଦର ଜାଗା ଅଛି ତାହେଲେ
ଏଇଟା ଆମ ରେସ୍ପନ୍ସିବିଲିଟି ଯେ ଆମେ ସମସ୍ତେ ମିଳିମିଶି ଏକାଠି ହୋଇ ଏହି ପ୍ଲେସ୍ଟିକୁ ସୁନ୍ଦର ରଖିବା ଓ ସଫା ରଖିବା ଆଉ ସମସ୍ତେ ମିଶିକି ଏହି ପ୍ଲେସ୍ର ଡେଭଲପମେଣ୍ଟ ପାଇଁ କାମ କରିବା। ହେଉଛି 2007ର ଘଟଣା। ସେତେବେଳେ ଆମେ ଜଷ୍ଟ 7th ପଢ଼ୁଥିଲୁ, ବଟ୍ ସେତେବେଳେ କ'ଣ ହେଲା ନା ନାଲକୋର ଯେଉଁ ମ୍ୟାଗାଜିନ୍ ହାଉସ୍ ଯେଉଁଠି CISF ମାନେ ସେଣ୍ଟ୍ରାଲ ପାରାମିଲିଟାରୀ ଫୋର୍ସର ଯେଉଁଠି ଗୁଳିଗୋଳା ରଖା ହୁଏ, ଗୋଟେ ଆମ୍ୟୁନେସନ୍ ଡିପୋ ଯେଉଁଟା ଥାଏ, ତ ସେଇଠି ନକ୍ସଲ ଏଇ ଧରଣରୁ ମାନେ ଗୋଟେ 3 ମାସ କ୍ୟାମ୍ପ ଲଗେଇକି ତା ଉପରେ ଆଟାକ୍ କରିଦେଇଥିଲେ। ତ ସେଠି ବେସିକାଲି ଏଇଟା ହେଲା କି ଗୋଟେ ଟାଇମ୍ରେ ହିଁ ଦୁଇଟା ଶିଖ ଭାଇ ମାନେ ଶିଖ ଯୁବକ ଏକା ଟାଇମ୍ରେ 2 ଭାଇ ଡ୍ୟୁଟିରେ ଥିଲେ। ତ ସେତେବେଳେ କ'ଣ ହେଲା, ତ ଫାର୍ଷ୍ଟ ଯେତେବେଳେ ନକ୍ସଲ ଆଟାକ୍ କଲେ ଯେଉଁମାନେ ଗେଟ୍ରେ ଜଗିଥିଲେ ସେମାନେ ତ ଶହୀଦ ହେଇଗଲେ ଇମିଡ଼ିଏଟ୍, ସେମାନେ ଆଉ କିଛି ପାଇପାରିଲେନି, ଅତର୍କିତ ମାନେ ଆଟାକ୍ ହେଇଗଲା। ତାପରେ ଯେତେବେଳେ ଫାର୍ଷ୍ଟ ବଡ଼ ମାନେ ସାନ ଭାଇ ଯେତେବେଳେ ମାନେ ଫାର୍ଷ୍ଟ ଗେଟ୍ରେ ଥିଲା ଯେଉଁ ଆମ୍ୟୁନେସନ୍ ଡିପୋର, ସିଏ ଯେତେବେଳେ ନକ୍ସଲ ଆଟାକ୍ କଲେ ଦେନ୍ ତାପରେ ତାକୁ ବି ଗୁଳି ଲାଗିଲା, ସିଏ 2-3 ଜଣ ନକ୍ସଲକୁ ମାରିଲା ପରେ ସିଏ ବି ଶହୀଦ ହେଇଗଲା। କିନ୍ତୁ ଏଇଟା ଦେଖିକି ତା ବଡ଼ ଭାଇ ସହିପାରିଲେନି। ତ ଗୋଟେ ସର୍ଦ୍ଦାର କା ଖୁନ୍ ଗୋଟେ ୱାର୍ଡ଼ ଥାଏ, ତ ବେସିକାଲି ସିଏ ଏତେ ମାନେ ସେଦିନ ଗୋଟେ ଦୁର୍ଗାଙ୍କର ଗୋଟେ ରୂପ, କାଳୀଙ୍କର ରୂପ ଯେଉଁଟା, ସେତେବେଳେ ସେ ରୂପଟା ବୋଧେ ତାଙ୍କ ଉପରେ ଆସିଥିଲା। ଦ୍ୟାଟ୍ସ ୱାଇ ସେ ନିଜର ଛୋଟ ଭାଇର ବଦଲା ନେବା ପାଇଁ ସିଏ ଜଣେ ହିଁ ମେସିନ୍ ଗନ୍ ଫାୟାର ଷ୍ଟାର୍ଟ କରିଥିଲେ। ତ ମାନେ ସ୍ମଲ୍ ମେସିନ୍ ଗନ୍ରେ ଏମିତି ଫାୟାର ଷ୍ଟାର୍ଟ କଲେ ପ୍ରାୟ 25ରୁ 30 ନକ୍ସଲ ଷ୍ଟ୍ରେଟ୍ ସେଇଠି ମରିଥିବାର ଯାହା ଆମେ ମାନେ ଶୁଣିଛୁ। ତ ସେ ଦୁଇଟା ଭାଇଙ୍କ ପାଇଁ ବୋଲିକି ଗୋଟେ କୋରାପୁଟ ଜିଲ୍ଲାରେ ଗୋଟେ ସିଭିଲ୍ ୱାର୍, ସେତେବେଳର ଯଦି ଆମ୍ୟୁନେସନ୍ ଡିପୋ ଲୁଟି ପାରିଥାନ୍ତେ ନକ୍ସଲ ତ ସିଭିଲ୍ ୱାର୍ ହେଇଥାନ୍ତା। ତ ସେ ସିଭିଲ୍ ୱାର୍ଟା ରହିଯାଇଥିଲା, ସେ 2 ଭାଇଙ୍କ ସଲାମ। ଆଉ ଗୋଟେ କଥା ମାନେ ନା ତ ସେଇଟା ତମକୁ ଠିକ୍ସେ ଜଣାଥିବ ନା ଆମକୁ ଜଣା ଅଛି। ଆକ୍ଚୁଆଲି ନକ୍ସଲ ମାନେ କ'ଣ ଚାହାନ୍ତି, ମାନେ କିଛି ମୋଟିଭ୍ ରଖିଥିବେ, କ'ଣ ଚାହାନ୍ତି ସେମାନେ? एक्चुअली नक्सल आइडियोलॉजी जोटा थिला जोटा माओ सेतुंगकर जोटा आइडियोलॉजी थाए जो चीन रो कम्युनिस्ट चिंताधारा को इम्प्लीमेंट करिया जोटी गरीब खटिकिया मूल्य एमान को प्रकृत माने न्याय मिलिबो एवं सेमानकर हितर कथा करा जीवा पय सेमाने प्रथम अस्त्र धरथिले किंतु पर से जो बेसिक आइडिया जोड़ा रहितला एमान को न्याय दबा ए बदल रे सेमाने हिंसा आड़ गति कले। दैट्स व्हाई तो एबे टिके हिंसा छाड़ी की सेमाने मेन स्ट्रीम को मिसिले से राजनीति जब आसपारे तो बेटर थी माने आपण माने शुणुवे माने गोटे कॉइन रो दीटा साइड थाए माने किए ठीक किए भूल आमे केबे भी जज करि परिबानी तांकर किछि मोटिव थिबो आ हमर भी किछि मोटिव अछि जे तांको ठीक से बुझी संती मे भी सेमान को जणा थिबो तांको आइडियोलॉजी कोन भाई जेमती कहिले एक्चुअली रे जे कटिखिया मजूरिया न्याय देबा पई से माने नक्सल मूवमेंट स्टार्ट हेतला किंतु कालक्रमे जहाँ रूप नेला समस्ते जानी आमको एबे भी ठीक से जना नहीं जे तांको मोटिवटा एक्चुअली कौन समस्ते निज निज आड़े ठीक आमे काहाकू भूल काहाकू ठीक केबे भी कहि परिबानी कहीं ना जदि पूरा वर्ल्ड रे गोटे यूनिवर्सल राइट कि गोटे यूनिवर्सल रॉन्ग था माने वर्ल्ड टा गोटे डिफरेंट ही प्लेस था नो मैटर कहार आइडियोलॉजी कौन किंतु एट द एंड ऑफ द डे एवरीवन वांट टू लव एंड टू बी लव्ड एंड वी ऑल लव आवर कंट्री इंडिया। भारत माता के जय, भारत माता के जय, वंदे मातरम, वंदे मातरम। एक धागा दो सिरे हैं क्या सही क्या गलत यहाँ कुछ तुम्हारी साहिलें हो कुछ हो मेरी कश्तियाँ दिल में हो जब बेतहाशा प्यार तो बर्फ सी तेरी गोद में खिल रही है जिंदगी बुझ रही है जैसे ये तूफान है बर्फ सी तेरी गोद में
Song used in this video is Kashmir by Sarat Sinha. You can check out that. And thanks to Ethereal for this amazing concept from which I got inspired to make this video. And thanks to all our partners